ଶ୍ରୋତାବନ୍ଧୁ, ମଣିଷମାନଙ୍କ ଭିଡ଼ରେ ଆମେ ଏମିତି କିଛି ମଣିଷଙ୍କୁ ଭେଟୁ, ଦେଖୁ ଯେଉଁମାନେ ଆମ ଚିନ୍ତା ଚେତନାକୁ ପରିବର୍ତ୍ତିତ କରିଦିଅନ୍ତି। ଯଦି ସେମାନଙ୍କୁ ଆମେ ନ ଦେଖନ୍ତେ ତେବେ ବୋଧହୁଏ ଆମ ଅନୁଭବାତ୍ମକ ଜଗତର ବିନ୍ଦୁଏ ସ୍ଥାନ ଏବଂ ତାର ମହାର୍ଘ ଉପଲବ୍ଧି ନିଶ୍ଚିତ ଭାବରେ ଅପୂର୍ଣ୍ଣ ରହନ୍ତା। ଆଜି ଏମିତି ଏକ ଅନୁଭବକୁ ନେଇ ଆପଣମାନଙ୍କ ଉଦ୍ଦେଶ୍ୟରେ ଗୋଟେ ସୁନ୍ଦର ଗପ, ଯାହାର ଶୀର୍ଷକ ହେଉଛି ବିଚାରୀ ଗୁଲି। ଗାଳ୍ପିକା ଶ୍ରୀମତୀ କବିତାମୟୀ ମହାପାତ୍ର ସର। ଶ୍ରୀମତୀ କବିତାମୟୀ ଏକାଧାରରେ ଜଣେ ସୁଲେଖିକା ଓ ସୁଗୃହିଣୀ। ସେ କହନ୍ତି, ମାନସିକ ସ୍ଥିତି ଆସିଲେ ହିଁ ଜଣେ ଗଳ୍ପ ବା କବିତା ଲେଖିପାରେ। 1956 ମସିହା ମାର୍ଚ୍ଚ 3 ତାରିଖରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଭୂମିଷ୍ଠା କବିତାମୟୀ ଏକାଧାରରେ ଜଣେ କବି, ଗାଳ୍ପିକା ଏବଂ ପ୍ରାବନ୍ଧିକା ମଧ୍ୟ। ପିତା ଦିବଂଗତ ବସନ୍ତ କୁମାର ମହାପାତ୍ରଙ୍କ ଆନ୍ତରିକ ଇଚ୍ଛା ଥିଲା ତାଙ୍କୁ ଡାକ୍ତରାଣୀ କରିବା। ମାତ୍ର ସବୁ ସ୍ୱପ୍ନ କ'ଣ ସତ ହୁଏ? ତେଣୁ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ସମ୍ମାନ ସହ ସ୍ନାତକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ, କେବଳ ସେଇ ଡାକ୍ତରାଣୀ ହେବାର ସ୍ୱପ୍ନଟିକୁ ଚରିତାର୍ଥ କରିବା ପାଇଁ। ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ପାଠ୍ୟକ୍ରମରେ ପ୍ରଥମ ମହିଳା ଛାତ୍ରୀ ଭାବରେ ସେ ଯୋଗ ଦେଇଥିଲେ। ତେବେ ତତ୍କାଳୀନ ରକ୍ଷଣଶୀଳ ସାମାଜିକ ପରିବେଶ ହେତୁ କୌଣସି ବୃତ୍ତିଗତ ଜୀବନରେ ସେ ରହିପାରିନଥିଲେ। ପିତା ବସନ୍ତ କୁମାର ମହାପାତ୍ର ସାଣ୍ଡିଲ୍ୟ ଥିଲେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ପ୍ରାଣ ପ୍ରତିଷ୍ଠାତା ଏବଂ ସପ୍ତାରଣ୍ୟ ନାମକ ଏକ ସାହିତ୍ୟ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ। ତେଣୁ ସାହିତ୍ୟିକ ଯେଉଁ ବାତାବରଣ କବିତାମୟୀଙ୍କୁ ଖୁବ୍ ପିଲାଟି ବେଳୁ ମିଳିଥିଲା। ଶ୍ରୋତାବନ୍ଧୁ, କବିତାମୟୀ ମହାପାତ୍ର ସରଙ୍କର ପ୍ରଥମ ଗଳ୍ପ ସଂକଳନ ବର୍ଣ୍ଣାଳୀ, ଯାହାକି 232 ପୃଷ୍ଠା ବିଶିଷ୍ଟ ଏବଂ 32 ଗୋଟି ଗଳ୍ପର ଏକ ସୁନ୍ଦର ଗୁଚ୍ଛ। ଏଥିରେ କବିତାଙ୍କର ଜୀବନବାଦୀ ବାସ୍ତବତା, ଅନ୍ତର୍ମୁଖୀ ମନନଶୀଳତା ଏବଂ ମାନବବାଦୀ ଦୃଷ୍ଟିକୋଣ ବେଶ୍ ହୃଦ୍ୟ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଗାଳ୍ପିକା କବିତାମୟୀ ମହାପାତ୍ରଙ୍କୁ, ଯାହାଙ୍କ ଗଳ୍ପର ଶୀର୍ଷକ ହେଉଛି ବିଚାରୀ ଗୁଲି। ଗାଳ୍ପିକା କବିତାମୟୀ ମହାପାତ୍ର ସର। ଗୁଲି, ଗୁଲି, ଏ ଗୁଲି, କୁଆଡ଼େ ଗଲୁ? ନା ମଲୁ ମ। ଦିନ ଆସି 11ଟା ବାଜିବ, ତଥାପି ଜଳଖିଆ ପର୍ବ ସରୁନି ଏଯାଏ। ଘର ବାହାର ଚାରିଆଡ଼ ଏମିତି ବୁଲି ବୁଲି ଗୁଲିକୁ ଖୋଜୁଥାନ୍ତି, କହୁଥାନ୍ତି, ବଡ଼ ପାଟି କରି ଗାଳି ବି ଦଉଥାନ୍ତି। ଘର ଚାରିପାଖ ଗୁଡ଼ାଏ ଜାଗା, ଚାରିପଟ ବୁଲି ବୁଲି ଖୋଜିଲେ ଜଣଙ୍କୁ ମଣିଷର ଗୋଡ଼ ହାତ ପଡ଼ିଯିବ। ବଡ଼ କଷ୍ଟରେ ବୁଲି ଆବିଷ୍କାର କଲେ ଗୁଲିକୁ। ବାଡ଼ିପଟ ପଣସ ଗଛ, ତା ମୂଳେ ପଥର ଉପରେ 2 ଆଣ୍ଠୁ ମଝିରେ ମୁହଁଟାକୁ ମାଡ଼ି ବସି ସୁଁ ସୁଁ ହଉଥାଏ ଗୁଲି। ଅଧା ଏକର ଜାଗାରେ ଘର, ତା ଚାରିପଟ ବାଡ଼ି। ବୁଲି ବୁଲି ଖୋଜି ଖୋଜି ହାଲିଆ କୁଇ। ଗୁଲିକୁ ପାଇଯିବା ମାତ୍ରେ ତା ଉପରେ ସବୁ ରାଗ ଅଜାଡ଼ି ଦେବାକୁ ଚାହୁଁଥିଲେ କୁଇ। ମାତ୍ର ସେ ବର୍ଷିବା ପୂର୍ବରୁ ଗୁଲି ଆଖିରେ ବର୍ଷା ତାଙ୍କୁ ବର୍ଷଣ କରିବାର ସୁଯୋଗ ଦେଲା ନାହିଁ। କୁଇ ସେମିତି ସ୍ୱଭାବର, ଖୁବ୍ କ୍ଷଣକୋପା, ମାତ୍ର ଅନ୍ୟର ଲୁହ ଦେଖିଲେ ସେ ନିଜେ କାନ୍ଦି ପକାନ୍ତି। ସ୍ୱରଟାକୁ ନିଜ ଇଚ୍ଛା ବିରୁଦ୍ଧରେ ନରମ କରି କୁଇ ପଚାରିଲେ, କିଲୋ ଗୁଲି, ତୋର କ'ଣ ହେଇଛି କହିଲୁ? ଏମିତି କାନ୍ଦୁଛୁ କାହିଁକି? 100 ଥର ସେଇ ଏକା କଥା ପଚାରି ପଚାରି କୁଇ ଥକିଗଲେ। ଶେଷରେ ଧୈର୍ଯ୍ୟଚ୍ୟୁତି ଘଟିଲା। ଗୁଲିର ହାତକୁ ଧରି ଟାଣି ଟାଣି ଘର ଭିତରକୁ ନେଇ ଆସିଲେ। କହିଲେ, ଆଗ ଖାଇଦେ, ତାପରେ କ'ଣ ହେଇଛି କହିବୁ।
ନା, ମୁଁ ଖାଇବିନି। ଏ ପୁଣି ମତେ ରଗାନା ଲୋ ଗୁଲି, ତତେ ବହୁତ କରି କହୁଛି। ମୁଁ ଗୋଟେ ଉଚ୍ଚ ରକ୍ତଚାପ ରୋଗୀ। ମୋର ଆଉ ଧୈର୍ଯ୍ୟ ନାହିଁ, ତେଣେ ମୋର କେତେ କାମ ପଡ଼ିଛି। ରାଣ ନିୟମ ପକାଇ ଜୋର କରି ଖୁଆଇଲେ କୁଇ ଗୁଲିକୁ। ରୋଷେଇ ବାସ ଚାଲିଥାଏ, ତା ଭିତରେ କୁଇ କଅଁଳେଇ ସଅଁଳେଇ ଗୁଲିଠୁ କଥା ଆଦାୟ କରିବାକୁ ଜମା ଭୁଲିଲେନି। ଶେଷରେ ଗୁଲି ସକ୍ ସକ୍ ହେଇ ତା ମୁହଁ ଖୋଲିଲା। ମୋ ଭାଗ୍ୟ ଦୋଷରୁ ମୁଁ ଆସି ପରଘରେ ଖଟିଲି। ସେଥିରେ ବୋଲଣା ଶୁଣିଲେ କାହାକୁ ସୁଖ ନାଗିବ କହିଲ ଦେଖି ଅପା। ସକାଳୁ ସକାଳୁ ମତେ ଏତେ ଗାଳି କଲ ଯେ ମୁଁ ଜମା ସହିପାରିଲିନି। ଆରେ କଣ, ତୁ ଯେମିତି ମୋ କଥାକୁ ଗାଲୁ କଲୁ, ମୁଁ ତାକୁ କେମିତି ହଜମ କରିଥାନ୍ତି କହିଲୁ? ଦେଖ, 3-4 ମାସ ଧରି କାମବାଲି କେହି ମିଳୁନଥିଲେ। କାମ କଲା ବେଳକୁ ଦେହକୁ ସିନା କଷ୍ଟ ଲାଗୁଥିଲା, ହେଲେ ମନରେ ଶାନ୍ତି ଥିଲା। ତୁ ଏଇ 2-3 ଦିନ ହେଲା କାମକୁ ଆସୁ ଆସୁ ଭୁଲ ପରେ ଭୁଲ କରି ଆସୁଛୁ, ମାନୁନୁ, ଗାଲୁ କରୁଛୁ। କହିବିନି ତତେ ଆଉ କଣ ପୂଜା କରିବି? ମୁଁ ସବୁ ସହିବି, ଦରକାର ପଡ଼ିଲେ ତୋର ମଇଳା ମଧ୍ୟ ସଫା କରିଦେବି, କିନ୍ତୁ ମୋ କଥା ନ ରହିଲେ କି ମୋ ମୁହଁ ଉପରେ ଜବାବ ଦେଲେ ମୁଁ ସହ୍ୟ କରିପାରେନି। ହଠାତ୍ ରାଗିଯାଏ, ମାତ୍ର ମୋ ମନରେ କିଛି ବି ନଥାଏ। ପରକ୍ଷଣରେ ମୁଁ ଯଥା ପୂର୍ବଂ ତଥା ପରଂ ହୋଇଯାଏ। ତୁ ମୋ କଥା ଧରି କାନ୍ଦୁଛୁ, ଅଥଚ ମୁଁ ନିଜେ ଭୁଲି ଯାଇଛି ଯେ ମୁଁ ତତେ କେତେବେଳେ ଗାଳି କରିଥିଲି ବୋଲି। ମୋର ପ୍ରକୃତି ହିଁ ସେମିତି। ତୁ ମୋ ପାଖେ ରହିଲେ ଆସ୍ତେ ଆସ୍ତେ ଜାଣିଯିବୁନି। ଗୁଲି ସେଇଠୁ ଅଭିମାନ ରାଗ ସବୁ ପାଶୋରି ତା କଥା ଆରମ୍ଭ କଲା। ଅପା, ବିଶ୍ୱାସ କରିବନି, ମୁଁ କେବେ କୋଉଠି ରହିକି କାମ କରିନି। ମୋ ସ୍ୱାମୀ ମରିଯିବା ପରେ ତୁମ ଘରେ ରହି ପ୍ରଥମ କରି କାମ କରୁଛି। କାମ ଦାମ ମତେ ଭଲ ଭାବେ ଜଣା ନାହିଁ। ମୋ ସ୍ୱାମୀ ମତେ ରାନ୍ଧି ବାଢ଼ି ଖାଇବାକୁ ଦଉଥିଲା। ମୁଁ ଛୁଆ ଜଞ୍ଜାଳ କରେ, କନ୍ଥା ସିଲେଇ ସୁଲା କରେ। ଭୁଲ ଭଟକା ମୋର ତ ହବ ନା ଅପା, କାମ ଭଲ ଭାବେ ନ ଶିଖିବା ଯାଏ। କୁଇ କହିଲେ, କିଏ ମନା କଲା? ଏଇଟା ତ ଠିକ କଥା ତୁ କହୁଛୁ। ସବୁ କାମ କଣ ସମସ୍ତଙ୍କ ଦ୍ୱାରା ହୁଏ? ଶିଖୁ ଶିଖୁ ଶିଖନ୍ତି। ଅସଲ କଥା ହେଲା ଶିଖିବାର ମନୋବୃତ୍ତି ଥିବା ଦରକାର। ସକାଳେ ମୁଁ ତତେ କାମଟା କେମିତି ଠିକରେ କରାଯାଏ ତାହା ଶିଖେଇଲା ବେଳକୁ ତୁ ଓଲଟି ପଡ଼ି ଜବାବ ଦେଲୁ। କଣ କହିଲୁ? ଦେଖିବା, ତୁମେ ଦେଖି କଲ, ଭାରି କଲା ବଲା, ଏମିତି କହିଲୁ ନା? ଏମିତି ଗାଲୁ ଭୁରୁଡି ଶୁଣିବା ମୋ ଜାତକରେ ନାହିଁ, ବୁଝିଲୁ? ହଉ ଛାଡ ସେ କଥା, ଆଗ କହିଲୁ ତୋ ସ୍ୱାମୀ କେମିତି ମଲା? କଣ ଆଉ କହିବି ଅପା, ମୁଁ ଗୋଟେ ହତଭାଗୀ, ମୋ ଗେରସ୍ତ ଗୋଟେ କରତିଆ। କାଠ ଚିରି ଯାହା ପଇସା ପାଏ ମତେ ତହିଁରୁ 50 ଟଙ୍କା ଦିଏ ମୋର ଖରଚକୁ, ବାକି ପଇସା ତାର। ମଦ ପିଇ ମାତାଲ ହୁଏ। ମାତାଲ ଥିଲାବେଳେ ଘରର ଯାବତୀୟ ଜିନିଷ ଫିଙ୍ଗା ଫିଙ୍ଗି କରିବ। ମୁଁ ବାରଣ କରେ, ମତେ ନିସ୍ତୁକ ବାଡେଇବ। ଭଲ ଥିଲାବେଳେ କେତେ ଭଲ ତାର ସବୁ କଥା, ସବୁ କାମ। ମୁଁ ତେଣୁ ସବୁ ମାଡ଼ ଗାଳି ଖାଇ ସହିଯାଉଥିଲି। ମୋ ଝିଅ ଦୁଇଟାର ମୁହଁକୁ ଚାହିଁ ମୁଁ ମାଡ଼ ଗାଳି ଖାଇ ପଡ଼ି ରହିଥାଏ। ମୋ ଝିଅ ଦୁଇଟାର ମୁହଁକୁ ଚାହିଁ ମୁଁ ମାଡ଼ ଗାଳି ଖାଇ ପଡ଼ି ରହିଥାଏ। ଦିନେ ଢୋଲେ ହେବ ପିଇ ଦେଇ ଆସିଥାଏ, ଛୁଆ ଦୁହିଁଙ୍କୁ ଧରି ନିସ୍ତୁକ ବାଡ଼େଇଲା। ମୁଁ ଛଡ଼େଇଲାରୁ ମତେ କରତ ଧରି ହାଣିବାକୁ କହିଲା। ରାଗରେ କହୁଥାଏ, ଏ ଝିଅ ଗୁରା କୋଉ କାମକୁ, ତାଙ୍କୁ ନେଇ ବିକିଦେବି। ମୁଁ ତା କଥାକୁ ଡରିଗଲି। ତେଣେ ରାଗରେ ମୁଁ ଝିଅ ଦୁଇଟାକୁ ଧରି ରାସ୍ତା ଉପରକୁ ଚୁପଚାପ ଚାଲି ଆଇଲି। ଗୋଟେ ଟ୍ରକରେ ବସି ମୋ ବାପଘର ଗାଁକୁ ଚାଲିଗଲି। କଣ କଲା ସେ ଚଣ୍ଡାଳଟା ଜାଣିଛ ନା ଅପା? ଘରକୁ ଫେରି ଆମମାନଙ୍କୁ ଘରେ ନ ଦେଖିଲାରୁ, ତୁମ ଭାଉଜ ତା ଛୁଆମାନଙ୍କୁ ଧରି କୁଆଡ଼େ ଯାଇଛି କିରେ? ମଦୁଆଟା ବୋଲି ଭାଇ ଭଗାରୀ କେହି ତାକୁ ସୁଖ ପାଆନ୍ତିନି, କହିଲେ ତୋ ମାଇକିନାଟା ଟ୍ରକ୍ ବାଲା ସହ ପଳେଇଲା। ସେଇଠୁ ତ ଆଉ। ହଁ, ମୋ ଭାରିଜାଟା ପୁରା ଅଣ୍ଡିରା ସହ ପଳେଇଗଲା। ରାଗ ଆଉ ଅପମାନରେ ସେ ସେଇଠୁ ଦୌଡ଼ି ଦେଇ ଆତ୍ମହତ୍ୟା କରିଦେଲା। ଆମ ଘରେ ଯାଇ ପହଞ୍ଚିଛି, ତାପରେ ପଛେ ଶାଶୁ ଘରୁ ମରଣ ବାରତା ଗଲା। ସାଥେ ସାଥେ ଭାଇ ଆଣି ଛାଡ଼ି ଦେଇଗଲା। ଭାଇମାନେ ମିଶି
କ୍ରିୟାକର୍ମ କଲେ। ତାପରେ ତ ମୋ ଅବସ୍ଥା ଗାଣି ଗାଇଲା। ସାଇ ପଡ଼ିଶା ଦୁଃଖ ପାଇ ଯାହା ଯେମିତି ଟେକିଆରେ ଦିଅନ୍ତି। ସେତକ ତିନିଟା ପେଟକୁ ନିଅଣ୍ଟା ଅଧା ଦିନ ଉପାସ। ପିଲା ଦୁଇଟାଙ୍କ ଦୁଃଖ ଆଉ ସହି ହେଲାନି। ସେଇଠୁ ଭିକ ମାଗି ଚଳିଲି। ସେଇଠୁ ଦିହ ଖରାପ ହେଲା। ବ୍ରେନ୍ ମ୍ୟାଲେରିଆରେ ଡାକ୍ତରଖାନାରେ ପଡ଼ିଲି। ପାଦଟେ ବାଙ୍କିଗଲା। ଛୋଟି ହେଇଗଲି। ମୁଣ୍ଡ ଦୋଷ ବାହାରି ପଡ଼ିଲା। ସାଇ ଭାଇ ଏ ଚାନ୍ଦା ଭେଦା କରି ମେଡ଼ିକାଲରେ ପୁରେଇ ଯାହା ମୋତେ ବଞ୍ଚେଇ ଦେଲେ। ଏଇ ମାସେ ହେଇକି ଫେରିଛି ମରଣ ମୁହଁରୁ। ତୁମର ଲୋକ ଖୋଜୁଛ ବୋଲି ଜଣେ ଲୋକ ଆମ ଗାଁରୁ କହିଲାରୁ ମୋତେ ଆଣି ଏଇଠି ଛାଡ଼ି ଦେଇଗଲା। ଗୁଲି ମୁହଁରୁ ତାର ଦୁଃଖ ଭରା ଅତୀତ କଥା ଶୁଣି କୁଇଙ୍କ ଆଖିରୁ ଠପ୍ ଠପ୍ ଲୁହ ଗଳି ପଡ଼ୁଥାଏ। ମନେ ମନେ ନିଜକୁ ଖୁବ୍ ଗାଳି ଦେଉଥାନ୍ତି। ଆହା, ବିଚାରୀ ଦୁଃଖୀ ଲୋକଟାକୁ ମୁଁ କ'ଣ କହି ପକେଇଲି। ଭାରି ଭୁଲ ହେଇଗଲା। କାମ ବାଲିକୁ ତ ଭୁଲ ମାଗି ପାରିବେନି, କିନ୍ତୁ ମନେ ମନେ ଖୁବ୍ ଅନୁତାପ କରୁଥାନ୍ତି। ସେଇ ଦିନରୁ ପ୍ରତିଜ୍ଞା କଲେ କୁଲି, ଭୁଲରେ କେବେ ବି ଆଉ ଗୁଲିକୁ କିଛି କହିବେନି। ଯାହା ତା ଆତ୍ମାକୁ ବାଧିବ। ଉଠି ଯାଇ 100 ଟଙ୍କିଆ ନୋଟ୍ ଖଣ୍ଡେ ଆଣି ଗୁଲି ହାତରେ ଗୁଞ୍ଜି ଦେଇ କୁଇ କହିଲେ, ନେ ଲୋ ଗୁଲି, ତୋ ପିଲାମାନଙ୍କ ପାଇଁ ଭଲ ମନ୍ଦ କ'ଣ ହେଲେ କିଣିକି ନେଇଯିବୁ। ସ୍ୱର୍ଗରୁ ଚାନ୍ଦ ପାଇବା ପରି ଗୁଲି ଖୁସି ହେଇଯାଉଥାଏ। ତା ଖୁସିରେ କୁଇଙ୍କର ଅପରାଧ ବୋଝ କମି କମି ଯାଉଥାଏ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଆମ ସମୟର ଜଣେ ସୁଗାଳ୍ପିକା ଶ୍ରୀମତୀ କବିତାମୟୀ ମହାପାତ୍ର ସର, ତାଙ୍କର ବର୍ଣ୍ଣାଳୀ ସଂକଳନସ୍ଥ ଏକ ସୁନ୍ଦର ଗପକୁ ଆମେ ଶୁଣିଲେ, ବିଚାରୀ ଗୁଲି। ଗପଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।